ଜଳାନ୍ତକ ରୋଗ ହେଉଛି ଏକ ଭୂତାଣୁଜନିତ ରୋଗ। ଏହା କେବଳ ମଣିଷଙ୍କୁ ଠେଇଁ ସଂକ୍ରମିତ କରିଥାଏ ତା ନୁହେଁ, ଏହା ମଧ୍ୟ ବିଭିନ୍ନ ପ୍ରାଣୀ ଯଥା ଗାଈ ଗୋରୁ ଛେଳି ମେଣ୍ଢା ଘୁଷୁରୀ ବା ଅନ୍ୟାନ୍ୟ କେତେକ ପ୍ରାଣୀ ଅଛନ୍ତି ଯେଉଁଟାକି ନେଉଳ, ଆପଣଙ୍କର ବନ୍ୟପ୍ରାଣୀ ଯେଉଁଟା ବିଲୁଆ ଶୃଗାଳ, ଏଇଭଳି ପ୍ରାଣୀଙ୍କ ଠାରେ ମଧ୍ୟ ବିଶେଷ ଭାବେ ଦେଖା ଦେଇଥାଏ। କିନ୍ତୁ ମନୁଷ୍ୟ ଓ ଗୃହପାଳିତ ପ୍ରାଣୀ ସେମାନଙ୍କଠାରେ ଏହି ରୋଗ ଦେଖାଦେଲେ ସେମାନଙ୍କର ଠାରେ ଲକ୍ଷଣ ପ୍ରକାଶ ପାଇଥାଏ ଏବଂ ଯଦି ଲକ୍ଷଣ ପ୍ରକାଶ ପାଇଲା ତାଙ୍କର ମୃତ୍ୟୁ ଅନିବାର୍ଯ୍ୟ ବୋଲି ଗ୍ରହଣ କରାଯାଇଥାଏ। ତା କାରଣ ହେଉଛି ଥରେ ଏ ଜଳାନ୍ତ ରୋଗ ଶରୀରରେ ପ୍ରବେଶ କଲେ ତାହା କେତେ ଦିନ ପରେ ଯେ ଲକ୍ଷଣ ପ୍ରକାଶ ପାଇବ ତାହା ସଠିକ୍ ଭାବେ କହିହେବନି। କାରଣ ଏହି ଭୂତାଣୁ ହେଉଛି ଏକ ସ୍ଲୋ ଭାଇରସ୍, ଯେଉଁଟାକି ଅତି ତା'ର ଗତି ହେଉଛି ବହୁତ ମନ୍ଥର। ଏହି ଭୂତାଣୁ ତା'ର ହେଉଛି ପରିବାର ହେଉଛି ରାବିଡୋ ଭାଇରସ୍, ରାବିଡୋ ଫ୍ୟାମିଲି ଏବଂ ଲାଇସା ଭାଇରସ୍ ଯେଉଁ ସ୍ପେସିସ୍ କହନ୍ତି ସେହି ଲାଇସା ପରିବାରର ଅନ୍ତର୍ଭୁକ୍ତ ଲାଇସା ଭାଇରସ୍ ବୋଲି କୁହାଯିବ। ଯେ ଏ ଭୂତାଣୁ କ'ଣ ଆମ ବିଶ୍ୱରେ କିପରି ଏହାର ପ୍ରଭାବ ଦେଖାଇ ଦେଇଛି ଏବଂ ତାହାର ବିଶେଷତ୍ୱ ନେଇକି ଆମର ବିଶ୍ୱରେ କିପରି ବିଶ୍ୱ ଜଳାନ୍ତକ ଦିବସ ପାଳିତ ହେଉଛି ସେ ବିଷୟରେ ଆଲୋଚନା କରିବା। ଆମର ଏହି ଜଳାନ୍ତକ ରୋଗର ଜନସ୍ୱାସ୍ଥ୍ୟ ସମସ୍ୟା ଥିବା ଯୋଗୁଁ ଏବଂ ପ୍ରାଣୀଠାରୁ ମନୁଷ୍ୟକୁ ମନୁଷ୍ୟଠାରୁ ପ୍ରାଣୀକୁ ବ୍ୟାପୁଥିବାରୁ ଏହାକୁ ବିଶ୍ୱ ସ୍ତରରେ ବିଶ୍ୱ ଜଳାନ୍ତକ ଦିବସ ରୂପେ 2007 ମସିହାରୁ ପାଳିତ ହେଉଛି। ଇଏ ପ୍ରତିବର୍ଷ ସେପ୍ଟେମ୍ବର ମାସ 28 ତାରିଖରେ ବିଭିନ୍ନ ବିଷୟବସ୍ତୁକୁ ଆଧାର କରିକି ଏହି ଆମର ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଥାଏ। ଚଳିତ ବର୍ଷ ବିଶ୍ୱ ଜଳାନ୍ତକ ଦିବସର ମୁଖ୍ୟ ବାର୍ତ୍ତା ଥିଲା ଆକ୍ଟ ନାଓ ୟୁ ମି ଆଣ୍ଡ କମ୍ୟୁନିଟି। ତା ମାନେ ହେଉଛି ଯେ ଏହି ଜଳାନ୍ତକ ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ହେଲେ ଆପଣଙ୍କୁ ଏବଂ ମୋତେ ଏବଂ ସମ୍ପ୍ରଦାୟରେ ଥିବା ସମାଜର ଯେଉଁ ସମ୍ପ୍ରଦାୟରେ ଥିବା ଲୋକମାନଙ୍କୁ ସଚେତନ ହେବା ସହିତ ଏ ରୋଗକୁ ନିରାକରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ହେବ। ଆସନ୍ତୁ ଯେ ଏହି ବିଶ୍ୱ ଯେଉଁ ଜଳାନ୍ତକ ଦିବସ ପାଳିତ ହେଲା ତାର ଆଉ କ'ଣ ଜନସ୍ୱାସ୍ଥ୍ୟ ସମସ୍ୟା ନେଇକି ମର୍ମ ରହିଛି। ଆପଣ ଦେଖିବେ ଆମର ବିଶ୍ୱରେ ପ୍ରତି 15 ମିନିଟରେ ଜଣେ ଲେଖାଏଁ ଲୋକ ଏହି ଜଳାନ୍ତକ ରୋଗରେ ମୃତ୍ୟୁବରଣ କରିଥାନ୍ତି। ଯଦି ଆମ ବିଶ୍ୱ କଥା କହିବା ତାହେଲେ ଆମର ବିଶ୍ୱରେ ପ୍ରତ୍ୟେକ ଦିନ ଆମର ପ୍ରତ୍ୟେକ ଯଦି ହିସାବ କରିବା ପ୍ରତି ବର୍ଷ ଆପଣଙ୍କର ଭାରତରେ 20,000 ଲୋକ ଏହି ଜଳାନ୍ତକ ରୋଗରେ ସଂକ୍ରମିତ ହେଉଥିଲା ବେଳେ ବିଶ୍ୱରେ ସମଗ୍ର ବିଶ୍ୱରେ 5.5 ବିଲିୟନ ଲୋକ ସଂକ୍ରମିତ ହୋଇ ମୃତ୍ୟୁବରଣ କରିବାର କଥା ରହିଛି। ତେଣୁକରି ଏହି ଯେଉଁ ସଂକ୍ରମିତ ହାର ଭିତରେ ଦେଖିବାକୁ ଗଲେ ଆମର ଶିଶୁମାନେ 40% ସଂକ୍ରମିତ ହେଉଥିଲା ବେଳେ ଏହି ରୋଗରେ ଆମର ବୟସ୍କ ଲୋକମାନେ 60% ଠାରେ ଏହି ଜଳାନ୍ତକ ରୋଗ ଦେଖାଯାଇଥାଏ। ଆସନ୍ତୁ ଏଥର ଆଲୋଚନା କରିବା ଯେ କେଉଁ ପ୍ରାଣୀମାନଙ୍କୁ ଏଇଟା ବିଶେଷ ହେଇଥାଏ ଏଇ ଯେଉଁ ରାବିଜ୍ ଯେଉଁଟା ଏବଂ କେଉଁ ପ୍ରମୁଖ କାରଣ ଯୋଗୁଁ ହେଇଥାଏ। ଗାଈ ଗୋରୁ ଆମର ଛେଳି ମେଣ୍ଢା ବଳଦ ବାଛୁରୀ ମଇଁଷି ଘୁଷୁରୀ ମାନେ ଆଦି ପ୍ରାଣୀକୁ ହୋଇଥାଏ। ସେଭଳି କେତେକ ଯେଉଁ ବଣୁଆ ଜାତିର ପ୍ରାଣୀ ଯେଉଁଟାକି କୋକିଶିଆଳ ବିଲୁଆ ଯେଉଁ ବାହାରେ ବୁଲୁଛନ୍ତି ବା ଅନ୍ୟାନ୍ୟ ଯେଉଁ ଅଛନ୍ତି ଶୃଗାଳ ଏବଂ ନେଉଳମାନଙ୍କୁ ମଧ୍ୟ ତାଙ୍କଠାରେ ସେଇ ଭୂତାଣୁ ରହିଥାଏ। ନେଉଳ ଗୋଟିଏ ଏମିତି ପ୍ରାଣୀ ସେଥିରେ ଏଇ ଭୂତାଣୁ ସେମାନେ ବହନକାରୀ ବା କ୍ୟାରିୟର ହିସାବରେ ରହିଥାନ୍ତି। ଯେତେବେଳେ ନେଉଳଟି ଘରେ ଆମେ ପୋଷିଥାଉ ସେ ଯଦି କାମୁଡ଼ି ଦେଲା କାହାକୁ ତାହେଲେ ସେ ଆଜି ନହେଲେ କାଲି କିମ୍ବା ମାସ ଧରି ବା ବର୍ଷ ପରେ ପୁଣି ସେହି ଜଳାନ୍ତକ ରୋଗ ସେହି ଲୋକଙ୍କଠାରେ ବାହାରିବାର ସମ୍ଭାବନା ଥାଏ। ତେଣୁକରି ଯେଉଁ ଲୋକମାନେ ଆମର ଶ୍ରଦ୍ଧାର ସହିତ ସେହି ପ୍ରାଣୀ ତାକୁ ଘରେ ରଖିଥାନ୍ତି ସେଇ ନେଉଳ ହେଉଛି ଏକ ପ୍ରାଣୀ ଯେଉଁଟାକି ଏହି ଜଳାନ୍ତକ ରୋଗକୁ
ସଂକ୍ରମିତ କରିବାରେ ବା ଜଳାନ୍ତକ ରୋଗକୁ ବହନ କରି ବିଭିନ୍ନ ସ୍ପ୍ରେଡ୍ କରିବାରେ ମଧ୍ୟ ଏକ ମାଧ୍ୟମ ସାଜିଥାଏ। ସେହିଭଳି ଆମର ଗୁଣ୍ଡୁଚି ମୂଷା ହେଉ ବା ଆମର ଠେକୁଆଟି ହେଉ ବା ଯେକୌଣସି ମୂଷା ଏମାନଙ୍କୁ ଜଳାନ୍ତକ ରୋଗ ବିଶେଷ ତାଙ୍କଠାରେ ଦେଖା ଦେଇନଥାଏ। ଯଦି ଆମେ ଦେଖିବା ଯେ ଗୁଣ୍ଡୁଚି ମୂଷା ବା ଆମର ଯଦି କହିବା ଗୋଟେ ବିରାଡ଼ିଟାରେ ସେ କ୍ୟାରିୟର ହିସାବରେ ସେ ରହିନଥାଏ। ଯଦି ବିରାଡ଼ିଟି କାମୁଡ଼ି ଦେଲା ବା ତା ଦେହରେ ସେ ଭୂତାଣୁଟି ଅଛି ତାହେଲେ ସେହି ରୋଗ ମାନେ କାମୁଡ଼ିଥିବା ଲୋକଙ୍କୁ ରୋଗ ହେବାର ସମ୍ଭାବନା ଥାଏ। ଆଉ ନେଉଳ ଗୋଟିଏ ପ୍ରମୁଖ ଏହି ଭୂତାଣୁ ରାବିଜ ଭୂତାଣୁ ବହନକାରୀ ପ୍ରାଣୀ, ଯେଉଁଟାକି ନେଉଳ ଯଦି କାମୁଡ଼ି ଦେଲା ତାହେଲେ ଆମ ଜଳାନ୍ତକ ରୋଗରେ ମାନେ ପୀଡ଼ିତ ହେବାର ସମ୍ଭାବନା ଥାଏ। ଆଚ୍ଛା, ଏହି ରୋଗ ବ୍ୟାପେ କିପରି ଏହି ରୋଗ ସେ ପ୍ରାଣୀ ଠାରୁ ମଣିଷକୁ ହେଉ ବା ମଣିଷ ଠାରୁ ପ୍ରାଣୀକୁ ହେଉ ଏହା କେମିତି ବ୍ୟାପିଥାଏ, ଯେଉଁଟାକି ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। କୁକୁରମାନେ ଆପଣ ଦେଖିବେ କୁକୁରମାନଙ୍କୁ ବି ଜଳାନ୍ତକ ହୋଇଥାଏ। କୁକୁରମାନଙ୍କଠାରେ ଜଳାନ୍ତକ ରୋଗ 95 ବା 95% ରୋଗ ଜଳାନ୍ତକ ରୋଗ ହେବାର ସମ୍ଭାବନା ଥାଏ। କେବଳ ଡଗ୍ ବାଇଟ୍ ଯୋଗୁଁ କୁକୁର କାମୁଡ଼ା ମାନେ ଯୋଗୁଁ ଆମର 99% ଏହି ରାବିଜ ରୋଗ ମଣିଷକୁ ସଂକ୍ରମିତ କରିବାର ସମ୍ଭାବନା ଥାଏ। ମଣିଷରୁ ମଣିଷକୁ ବ୍ୟାପିବାର ସମ୍ଭାବନା ଯଦିଓ କମ୍ ଥାଏ, କିନ୍ତୁ ଆପଣଙ୍କର କୁକୁର ଯଦି କାମୁଡ଼ି ଦେଲା ବା ଅନ୍ୟ କୌଣସି ଜନ୍ତୁ କାମୁଡ଼ି ଦେଲା ମଣିଷକୁ ତାହେଲେ ତାଙ୍କ ମାଧ୍ୟମରେ ବେଶୀ ଥାଏ। କିନ୍ତୁ କୁକୁରମାନଙ୍କଠାରେ ବିଶେଷ ଏହି ଭୂତାଣୁ ସଂକ୍ରମିତ କରିବାର ସମ୍ଭାବନା ବିଶେଷ ଥାଏ। ସପୋଜ ଏଇ ଯେଉଁ ଭୂତାଣୁ ମୁଁ କହିଛି ପ୍ରଥମରୁ ଏହା ହେଉଛି ଏକ ସ୍ଲୋ ଭାଇରସ୍ ଏବଂ ଇଏ ଯେବେଠାରୁ ତା'ର କାମୁଡ଼ିବ ଏବଂ ସେବେଠାରୁ ତା ଯେଉଁ କାମୁଡ଼ିବା ସ୍ଥାନରେ ଯେଉଁଠି କ୍ଷତ ସୃଷ୍ଟି ହେବ ସେଇ କ୍ଷତ ମାଧ୍ୟମରେ ତା ଯେଉଁ ଲାଳ ଲାଗିଥିବ ତାରି ମାଧ୍ୟମରେ ସେ ଶରୀର ଭିତରକୁ ପ୍ରବେଶ କରିଥାଏ ଏବଂ ଶରୀର ଭିତରେ ପ୍ରବେଶ କଲା ପରେ ପ୍ରଥମ ମାଂସ ପେଶୀ, ତାପରେ ତା'ର ସ୍ନାୟୁ ଛୋଟ ଛୋଟ ସ୍ନାୟୁ ରକ୍ତନାଳୀ ଦେଇ ତାପରେ ବଡ଼ ସ୍ନାୟୁ ସୁଷମା କାଣ୍ଡ, ତାପରେ ଯାଇକି ବ୍ରେନ୍ରେ ବା ମସ୍ତିଷ୍କରେ ପହଞ୍ଚେ। ମସ୍ତିଷ୍କରେ ଯେତେବେଳେ ପହଞ୍ଚିଯିବ, ବ୍ରେନ୍ରେ ପହଞ୍ଚିଯିବ, ତାହେଲେ କଥାଟି ସରିଗଲା। ସେହି ସମୟରେ ଲକ୍ଷଣଟା ପ୍ରକାଶ କରିଥାଏ। ତେଣୁକରି ମସଲ ଟିସ୍ୟୁ ବା ଆମର ଯେଉଁ ମାଂସପେଶୀ ଜୀବକୋଷ ଠାରୁ ଆରମ୍ଭ କରି ଯେତେବେଳେ ସ୍ନାୟୁର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଦେଇକି ମସ୍ତିଷ୍କରେ ପହଞ୍ଚେ, ହୁଏତ ସେଥିପାଇଁ ଏଇଟା ମାସ ଧରି ବା ବର୍ଷ ଧରି ସମୟ ଲାଗେ। ଯଦି କୌଣସି କୁକୁରଟି ମାନେ ତା'ର ଲକ୍ଷଣ ପ୍ରକାଶିତ ହୋଇଛି, କାମୁଡ଼ି ଦେଇଛି, ହୁଏତ ସେଇ ଭୂତାଣୁ ଯଦି କିଛି ମୁହଁ ପଟ ବା ବ୍ରେନ୍ ପାଖାପାଖି ଯଦି କାମୁଡ଼ି ଦେଲା ବା କୌଣସି ସୁବିଧା ନେଇକି ବ୍ରେନ୍ରେ ପହଞ୍ଚିଗଲା, ତାହେଲେ ସେଇ ସଂକ୍ରମିତ ଯେଉଁ କାମୁଡ଼ିଥିବା ଲୋକ ହେଉ ବା ପ୍ରାଣୀକୁ ହେଉ, ଗାଈଗୋରୁକୁ ହେଉ, ତାହେଲେ ଆପଣଙ୍କର ଗୋଟେ ସପ୍ତାହରୁ 2 ସପ୍ତାହ ଭିତରେ ଲକ୍ଷଣ ପ୍ରକାଶ କରିଦିଏ। ନହେଲେ ବର୍ଷ ଧରି ସମୟ ଲାଗେ ଗୋଟିଏ ଏଇ ଯେଉଁ ରାବିଜ ବା ଜଳାନ୍ତକ ରୋଗର ଲକ୍ଷଣ ପ୍ରକାଶ ପାଇବା ପାଇଁ। ଜଳାନ୍ତକ ରୋଗର ଲକ୍ଷଣ ପ୍ରାଣୀଙ୍କଠାରେ 2 ପ୍ରକାର ଲକ୍ଷଣ ଦେଖାଯାଏ। ଯଦି ଲକ୍ଷଣ କଥା କହିବା ତାହେଲେ ଗୋଟିଏ କ'ଣ ହେଲା, ଗୋଟିଏ କହନ୍ତି ଆମର ଡମ୍ ଫର୍ମ ବା ମୂକ ଅବସ୍ଥା। ଏଇ ଯେଉଁ ମୂକ ଅବସ୍ଥା କ'ଣ ନା, ଯେତେବେଳେ କୁକୁରଟି ବା କୁକୁର ହେଉ ବା ଗାଈଟିକୁ କୁକୁର କାମୁଡ଼ି ଦେଲା, ପ୍ରଥମେ କ'ଣ ହେବ, ଡମ୍ ଫର୍ମରେ ସେ ଗାଈ ବା କୁକୁର ବା ଯେକୌଣସି ପ୍ରାଣୀ ସେ ସମୟରେ ଚୁପଚାପ ହୋଇ ରହିବ। ମୁଣ୍ଡଟା ତଳକୁ କରିବ, ଅଳ୍ପ ଅଳ୍ପ ଖାଇବ, ତରା ଟିକେ ଅନେଇବ, ଚମକିବ, ପାଣି ଦେଲେ ପିଇବନି, ଆଉ ମାନେ ତା ପାଖକୁ ଗଲେ ସେ ମାରି ଗୋଡ଼େଇଲା ଭଳିଆ ଆକ୍ସନ୍ କରିବ। ଏଇଟା ହେଉଛି ଆମର ମୂକ ଫର୍ମ। ଆଉ ବେଳେବେଳେ ଧୀରେ ଧୀରେ ତାଙ୍କଠାରେ ଶେଷ ଆଡ଼କୁ ପକ୍ଷାଘାତ ଅବସ୍ଥା ହୁଏ ଏବଂ କୁକୁର ଭଳିଆ ସେମାନେ ବୋବାନ୍ତି ଏବଂ ତା'ର ପରିସମାପ୍ତି ତାପରେ ଘଟେ, ସେ ମୃତ୍ୟୁ ମୁଖରେ ତାପରେ ପଡ଼ନ୍ତି। ତେଣୁ ଇଏ ହେଉଛି ମୂକ ଫର୍ମ, ପକ୍ଷାଘାତ ଅବସ୍ଥା। ଆଉ ଗୋଟେ ହେଉଛି ଆପଣଙ୍କର କ୍ରୋଧାନ୍ୱିତ ଅବସ୍ଥା ବା ଫ୍ୟୁରିୟସ୍ ଫର୍ମ। ଏହା ହେଉଛି ଏକ ଭୟାନକ ଲକ୍ଷଣ, କାରଣ ଏହି ସମୟ ଯଦି କୁକୁର କାମୁଡ଼ିଥିବା ପ୍ରାଣୀ ଯଦି ତା'ର ଲକ୍ଷଣ ଏଇ ଫ୍ୟୁରିୟସ୍ ଫର୍ମ ବା କ୍ରୋଧାନ୍ୱିତ ଫର୍ମ ଦେଖାଗଲା ରୂପ, ତାହେଲେ ସେ
ଗାଈଟି ହେଉ ବା କୁକୁରଟି ହେଉ ବା ଯେ ଛେଳି ମେଣ୍ଢା ହେଉ ସେ କ'ଣ କରିବ ତା ପାଟିରୁ ଧଳା ଲାଳ ଗଦଗଦ ହୋଇ ବାହାରିବ ଏବଂ ସେ ମାନେ ଛାନିଆ ଆଉ ଦୌଡ଼ିବ ଖାଲି ଆଡ଼େ ସିଆଡ଼େ ଦୌଡ଼ିବ ତାର ଆଖି ଲାଲ ପଡ଼ିଯିବ ଚମକିବ ଆଉ ଲୋକଙ୍କୁ ମାରି ଗୋଡ଼େଇବ ଏବଂ ଦରକାର ପଡ଼ିଲେ ମାରିକି ସେ ତାର ଇଞ୍ଜୁରି କରିଦେବ ଏବଂ ସବୁବେଳେ ସେ ଦୌଡ଼ିବାକୁ ଚେଷ୍ଟା କରିବ ତାକୁ ଯଦି ଲାଇଟ୍ ପଡ଼ିଗଲା ଲାଇଟ୍ରେ ମଧ୍ୟ ଚମକିବ ସେ ସମ୍ଭାଳି ରହିପାରନ୍ତିନି ଏବଂ ତାଙ୍କର ସେ ଯେଉଁ ଲକ୍ଷଣ ଅନୁସାରେ ବିଭିନ୍ନ ଅନ୍ୟ ପ୍ରାଣୀକୁ ମଧ୍ୟ ଯଦି କୁକୁରଟି ହେଲା ଅନ୍ୟ କୁକୁରକୁ କାମୁଡ଼ି ଧରିବେ ବା ଅନ୍ୟ ପ୍ରାଣୀକୁ କାମୁଡ଼ି ଗୋଡ଼େଇବେ ମଣିଷ ତାକୁ ସବୁ ଗୋଡ଼େଇବେ ତେଣୁ ଏ ସମୟରେ ଫେଣ ବାହାରିବ ଧୀରେ ଧୀରେ କ'ଣ ହେବ ଆପଣ 1ରୁ 2 ସପ୍ତାହ ଭିତରେ ପ୍ରାୟତଃ 10 ଦିନ ଭିତରେ ଦେଖିବେ ଯଦି ସେଇ ଗୋରୁ ବା କୁକୁର ବା କୌଣସି ସଂସ୍ପର୍ଶ ତାର ଲାଳ ଫଳ ବା ତାର ଆଖି ବା ତାର କୌଣସି ସଂସ୍ପର୍ଶରେ ତାର ମ୍ୟୁକୋଜାଲ ମେମ୍ବ୍ରେନ୍ ସଂସ୍ପର୍ଶରେ ଆସିଲେ ତାହେଲେ ସେଇ ପ୍ରାଣୀ ତାର ରୋଗ ଲକ୍ଷଣ ଏଇଭଳି ମଧ୍ୟ ଦେଖେଇବ 1ରୁ 2 ସପ୍ତାହ ଭିତରେ ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ଯଥେଷ୍ଟ ରହିବ ତେଣୁକରି ଆପଣ ସେଥିପ୍ରତି ସାବଧାନ ହେବେ ଯେଉଁ କହିଲି ଡମ୍ ଫର୍ମ ଆଉ ଫ୍ୟୁରିୟସ୍ ଫର୍ମ ଏ ଦୁଇଟି ହେଉଛି ତାର ଫର୍ମ ତେଣୁ ଏ ଲକ୍ଷଣ ଯଦି ବାହାରିଲା ଆପଣ ଜାଣିବେ ଯେ ଏ ପ୍ରାଣୀଟାକୁ ନିଶ୍ଚିତ ରାବିଜ୍ ହେଇଛି ବା ତାର ଯଦି ହିଷ୍ଟ୍ରି ନେବେ ତାର ଇତିବୃତ୍ତି ନେବେ ବା ତାର ହିଷ୍ଟ୍ରି ନେଲେ ଆପଣ ଜାଣିବେ ଯେ କୁକୁର କୌଣସି ସମୟରେ ତାକୁ କାମୁଡ଼ିଛି ଯାହାଫଳରେ ସେ ମାସକ ପରେ ହେଉ ବର୍ଷ ପରେ ହେଉ ଏ ଲକ୍ଷଣଟା ପ୍ରକାଶ ପାଇଛି ବା ଯେଉଁ ଲୋକମାନେ ନେଉଳିଟି ରଖିଛନ୍ତି ପୋଷା ନେଉଳିଟି ସେ କେଉଁଦିନ ଗୋଟେ କାମୁଡ଼ି ଦେଇଛି ତାର ଯଦି ହିଷ୍ଟ୍ରି ନେବେ ତାହେଲେ ଆପଣ ଜାଣିବେ ଯେ ଏଇଟା ରାବିଜ୍ ହେଇଛି ନେଉଳିଟି କାମୁଡ଼ିଥିଲା ତା ଦ୍ୱାରା ମଧ୍ୟ ସଂକ୍ରମିତ ହେଇଛି ତେଣୁକରି ଇଏ ରାବିଜ୍ ବା ଜଳାନ୍ତକ ହେଉଛି ଏକ ମାରାତ୍ମକ ତାର ଯଦି ଚିକିତ୍ସା ଆମେ ଚିନ୍ତା କରିବା ଚିକିତ୍ସା ଥରେ ଲକ୍ଷଣ ପ୍ରକାଶ ପାଇଲେ ତାର ଚିକିତ୍ସା କରିବା ଆଦୌ ସମ୍ଭବ ନୁହଁ କେବଳ ଏତିକି ଚିକିତ୍ସା କରିହେବ ଯେଉଁ ଜାଗାରେ କାମୁଡ଼ିଲା ସେ ଜାଗାଟି କ୍ଷତ ହୋଇଥିବ ତେଣୁକରି ସେ କ୍ଷତ ଜାଗାରେ ତୁରନ୍ତ ତା ଉପରକୁ ଗୋଟେ ଭଲ ଦୌଡ଼ାରେ ତାକୁ ଟନିକ୍ ବା ତାକୁ ଭଲକି ବାନ୍ଧିକି ରଖିବେ ଏବଂ ତାପରେ ଲାଇଫ୍ବୟ ସାବୁନ ବା ଡିଟର୍ଜେଣ୍ଟ ସାବୁନରେ ତାକୁ ଉଷୁମ ପାଣିରେ ଭଲ ଭାବେ ସେଇ ଜାଗା ଧୋଇଦେବେ ଏବଂ ରକ୍ତ ଯାହା ବାହାରିବା କଥା ବାହାରିଯିବ ଏବଂ ତାପରେ ପରବର୍ତ୍ତୀ ତାର ଯେଉଁ ଟୀକା ସବୁ ଅଛି ପୋଷ୍ଟ ଏକ୍ସପୋଜର ଟୀକା ମଧ୍ୟ ତାକୁ ଦେବାକୁ ପଡ଼ିବ କାହିଁକିନା ସରକାର ଲକ୍ଷ୍ୟ ରଖିଛନ୍ତି ଯେ ବିଶ୍ୱରେ ଆମର ଯେଉଁ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ପ୍ରାଣୀ ସ୍ୱାସ୍ଥ୍ୟ ପାଇଁ ଯେଉଁ ବିଶ୍ୱ ସଂଗଠନ ରହିଛି ବା ଆମେରିକା ସଂଗଠନ ରହିଛି ସେ ତାଙ୍କର ମୁଖ୍ୟ ବାର୍ତ୍ତା ହେଉଛି 2030 ସୁଦ୍ଧା ଇଏ ଯେଉଁ ରାଜ୍ୟ ଆମ ଦେଶ ତଥା ବିଶ୍ୱରୁ କେମିତି ରାବିଜ୍ ଫ୍ରି କରିବା ଜଳାନ୍ତକ ମୁକ୍ତ କରିବା ସେ କଥା ନେଇକି ବର୍ତ୍ତମାନ କାର୍ଯ୍ୟକ୍ରମ ସବୁ ବିଶ୍ୱରେ ଚାଲିଛି ଆମ ରାଜ୍ୟରେ ଚାଲିଛି ଆମ ଦେଶରେ ଚାଲିଛି ଆମ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଆମର ଯେଉଁ ସାର୍ମାନେ ଅଛନ୍ତି ତା ଉପରେ ମଧ୍ୟ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ଯଦି କେଉଁଠି କୁକୁର କାମୁଡ଼ିଲା ବା ଗାଈଟି କାମୁଡ଼ିଲା ଆପଣ ତାକୁ କ'ଣ କରିବେ ସାଙ୍ଗେ ସାଙ୍ଗେ ଗୋଟେ ଆବଦ୍ଧ ଘରେ ତାକୁ ରଖିଦେବେ ଏବଂ ତାପରେ ଆପଣ ତାକୁ ଲକ୍ଷ୍ୟ ରଖିବେ ସିଏ ଯେଉଁ କାମୁଡ଼ିଛି ବା ଯାହାକୁ ରାବିଜ୍ ହେଇଛି ଯେଉଁଠି ହେଇଛି ସଂକ୍ରମିତ ପ୍ରାଣୀ ଯଦି ଲକ୍ଷଣ ଦେଖାଇ ଦେଇଛି ତାକୁ କୁଆଡ଼େ ବାହାରକୁ ଛାଡ଼ିବେନି କାରଣ କୁକୁର ହେଲେ ସେ କାମୁଡ଼ି ଗୋଡ଼େଇବ ଗାଈଟି ହେଲେ ସେ ମାରି ଗୋଡ଼େଇ ବହୁତ ରକ୍ତାକ୍ତ ଲୋକଙ୍କୁ କରିବ ଆକ୍ସିଡେଣ୍ଟ ମଧ୍ୟ ହେବ ତେଣୁକରି ଏସବୁ କରିବା ପାଇଁ ଥରେ ଲକ୍ଷଣ ଯଦି ପ୍ରକାଶ ଗାଈ ହେଉ ମଇଁଷି ହେଉ କୁକୁର ହେଉ ଛେଳି ମେଣ୍ଢା ହେଉ ଯାହା ହେଉ ତାକୁ ସାଙ୍ଗେ ସାଙ୍ଗେ ଗୋଟେ ଆବଦ୍ଧ କରି ତାକୁ ରଖିଦେବେ ତାକୁ 10-15 ଦିନ ପର୍ଯ୍ୟନ୍ତ ତାକୁ ଟିକେ ଲକ୍ଷ୍ୟ ରଖନ୍ତୁ ସିଏ ବଞ୍ଚିଛି ନା ମୃତ୍ୟୁ ହେଲା ସେଇ ରଖିବା ଭିତରେ ତାକୁ ପାଣି ଖାଦ୍ୟ ଦେଇପାରିଲେ ଭଲ କଥା ଯଦି ନ ଦେଇପାରିଲେ କିଛି କରିବାର ନାହିଁ କାହିଁକିନା ସିଏ ମାରି ଗୋଡ଼େଇବ ଆହତ କରିବ ତେଣୁ ତାରି ଭିତରେ ଆମେ ଯେତିକି କରିବା 10-15 ଦିନ ହେଇଗଲେ 1 to 2 weeks ରଖିଦେଲା ପରେ ଯଦି ଜଳାନ୍ତକ ରୋଗ ହେଇଥିବ ଏଇ ଲକ୍ଷଣ ଯେଉଁ ଦେଖେଇଛି ସେ ନିଶ୍ଚିତ ତାରି ଭିତରେ ମରିଯିବ ଏବଂ ଯଦି ସେ ଇଭେନ୍ ଆଜିକାଲି ବା ମଣିଷଟିଏ ଏଇଭଳିଆ ଲକ୍ଷଣ ହେଲେ ବି ତାକୁ ଗୋଟିଏ ଅଲଗା ଘରେ ରଖୁଛନ୍ତି କାହିଁକିନା ତା ସଂସ୍ପର୍ଶରେ ଯିଏ ଆସିବ ଅନ୍ୟ ରୋଗ ଅନ୍ୟ ଲୋକମାନେ ମଧ୍ୟ ସଂକ୍ରମିତ ହେବ କାହିଁକିନା ଲାଳରେ ତାର ମାନେ ଲକ୍ଷ ଲକ୍ଷ ଭୂତାଣୁ ଭରପୁର ହେଇକି ଥାଏ କେଉଁଠି ତାର ଲାଳ ବା ପାଟିରୁ ଯେକୌଣସି ତାର ବର୍ଜ୍ୟ ବସ୍ତୁ ସିକ୍ରେସନ୍ ଗୁଡ଼ା ବାହାରିଲା ସିଏ କଣ୍ଟାକ୍ଟ ଯଦି ଆସିଗଲା ତାହେଲେ ସରିଗଲା
ଆମର ଏଇ ଭୂତାଣୁ ମୁଁ କହୁଛି ଯେ ଯେଉଁଠି ଯଦି କଟିଯିବ ସପୋଜ ଯେଉଁଠି ସ୍କିନ୍ ଚମଡ଼ାରେ କଟିଗଲା କି ପାକସ୍ଥଳୀରେ କେଉଁଠି କୁର୍ମି ହେଇଛି ସେଠି ଗୋଟେ ଘା ସୃଷ୍ଟି ଅଛି ଅଲ୍ସର ଅଛି ସେ କେସ୍ରେ ରାବିଜ୍ ତା ଭିତରକୁ ଶରୀରରେ ପଶିବ ସେ ମଣିଷ ହେଉ ବା ପଶୁ ପକ୍ଷୀ ପଶୁ ହେଉ ତେଣୁକରି ସେ ଥରେ ପଶିଗଲା କ୍ଷଣି ସେ ସବୁଆଡ଼େ ମାଡ଼ିଯିବ। ତେଣୁ ଯେତେବେଳେ କୁକୁର ବା ମଣିଷଟିକୁ କାମୁଡ଼ି ଦେଉଛି ସାଙ୍ଗେ ସେ ଆମର ଯେଉଁ ଡାକ୍ତରଖାନା ଅଛି ସବୁ ସରକାରୀ ଡାକ୍ତରଖାନା ଯେଉଁଠି ଫ୍ରିଜ୍ ସବୁ ଭଲ ଭାବେ ବରଫ ଦେଇକି ରଖିଛନ୍ତି ସେଥି ସବୁ ଟୀକା ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ ଟୀକା ଅଛି ଯେଉଁଟାକି ଆମର ପ୍ରସିଦ୍ଧ ବୈଜ୍ଞାନିକ ଲୁଇସ୍ ପାଶ୍ଚର ସେ ଟୀକାକୁ ଆରମ୍ଭ କରିଥିଲେ। ତେଣୁ ଏଇଟା ଆମ ପାଇଁ ବଡ଼ ସୌଭାଗ୍ୟ ଆଜି ମଧ୍ୟ ମନେ ରଖିବା ଦରକାର ସେ ପ୍ରସିଦ୍ଧ ବୈଜ୍ଞାନିକ ଲୁଇସ୍ ପାଶ୍ଚର ଯୋଗୁଁ ଆଜି ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ ସୃଷ୍ଟି ହେଲା ଲୋକମାନେ ମଧ୍ୟ ସେଥିରୁ ପ୍ରତିଷେଧ ବ୍ୟବସ୍ଥା ପାଇବା ସଙ୍ଗେ ସେ ତାଙ୍କ ଜୀବନକୁ ବଞ୍ଚେଇ ପାରିଲେ ସୁରକ୍ଷିତ ରଖିପାରିଲେ। ତେଣୁକରି ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ ଆମେ ମଣିଷକୁ କୁକୁର କାମୁଡ଼ୁ ବା ଆମର କୁକୁରକୁ କୁକୁର କାମୁଡ଼ୁ କୁକୁର ଠେଇଁ ବା ଗାଈଗୋରୁ ଠେଇଁ ହେଲେ ବା ମଣିଷ ଠେଇଁ ହେଲେ ଯଦି କାମୁଡ଼ା ଯଦି ସୃଷ୍ଟି ହେଲା ରାବିଜ୍ ଆଫେକ୍ଟେଡ଼ ବା ଏଇ ଯେଉଁ ଜଳାନ୍ତ ପୀଡ଼ିତ ଯଦି ଯେକୌଣସି ପ୍ରାଣୀ ଯଦି ସେ କାମୁଡ଼ି ଦେଇଛି ତାହେଲେ କାମୁଡ଼ିଥିବା ପ୍ରାଣୀକୁ ଆମକୁ ପ୍ରତିଷେଧକ ଟୀକା ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ ଦେବାକୁ ପଡ଼ିବ। ସେଥିପାଇଁ ବିଭିନ୍ନ କମ୍ପାନୀ ଅନୁସାରେ ତା'ର ମାତ୍ରା ରହିଛି। ମୁଁ ଯଦି କହିବି ମାତ୍ରା କେତୋଟି କ'ଣ ଦିଆଯିବ ମଣିଷ ଠେଇଁ କମ୍ପାନୀର ଏଭଳି ବ୍ୟବସ୍ଥା ଅଛି ମାନେ 0 ଦିନ ତୃତୀୟ ଦିନ ତାପରେ 7 ଦିନ 14 ଦିନ 28 ଦିନ ତାପରେ 90 ଦିନ ଏଇଭଳି କ୍ରମ ଅନୁସାରେ ଯଦି ଆମେ ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ ଦେଇଦେବା ଯେଉଁ କାମୁଡ଼ିଥିବା ପ୍ରାଣୀକୁ ତାହେଲେ ନିଶ୍ଚୟ ସେ ରାବିଜ୍ ଆଉ ହେବ ନାହିଁ ସେ ତା'ର ଜଳାନ୍ତ ରୋଗରୁ ମୁକ୍ତି ପାଇପାରିବ ଏଥିରେ ଟିକିଏ ହେଲେ ସନ୍ଦେହ ନାହିଁ। ତେଣୁକରି ଆମକୁ ଏଇ ରୋଗ ନ ହେବା ପାଇଁ ସେଥିପାଇଁ ବିଧିବଦ୍ଧ ନିଷ୍ପତ୍ତି ହେବା ଦରକାର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଆମକୁ ସଚେତନ ହେବାକୁ ପଡ଼ିବ। ଯେଉଁ ପ୍ରାଣୀ ଯେଉଁ ରାବିଜ୍ ହେଇଛି ତାକୁ ଆମେ ସୁରକ୍ଷିତ ରଖିବା ତାଙ୍କୁ କୌଣସି କ୍ରୁଏଲିଟି ବା ନିଷ୍ଠୁରତା ତା ପ୍ରତି ଅବିଚାର କରିବା ନାହିଁ ତାକୁ ଘରେ ରଖି ତା'ର ଏଇଭଳି ଅନୁଧ୍ୟାନ କରିବା ଯଦି ମରିଗଲା ତାହେଲେ ରୋଗଟି ସେଇଠି ନିୟନ୍ତ୍ରଣ ହୋଇଗଲା। ଏବଂ ରାବିଜ୍ରେ ଭୂତାଣୁରେ ମରିଥିବା ଯେକୌଣସି ପ୍ରାଣୀ ତାକୁ ଆମକୁ ଗଭୀର ଗତ କରି ପୋତି ଦେବେ। ମଣିଷ କେସ୍ରେ ତାକୁ ତ ମଣିଷକୁ ତାକୁ ବିଭିନ୍ନ ଯେଉଁ ପ୍ରଣାଳୀ ଆମର ଅଛି ବୈଦ୍ୟୁତିକ ଚୁଲା ହେଉ ବା ଆମର ବିଭିନ୍ନ ପ୍ରକାର ଯେଉଁ ମେଥଡ଼ କାଠ ଚୁଲା ହେଉ ସେଥିରେ ମଧ୍ୟ ସେମାନେ ନିଶ୍ଚିତ ଦାହ କରିବେ କିନ୍ତୁ ତାକୁ ଆମେ ତା'ର ଯେଉଁ ଲାଳ ଯେଉଁ ପଡ଼ିଥିବା ଲାଳ ବା ତାଙ୍କ ଦେହରେ ଲାଗିଥିବା ଲାଳ ସଂସ୍ପର୍ଶରେ ଆମ ଯେମିତି ନ ଆସିବା ସେଥିପ୍ରତି ବିଶେଷ ଧ୍ୟାନ ଦେବେ। କାହିଁକିନା ଆମର ଆମ ବିଶ୍ୱରେ ପ୍ରତି 15 ମିନିଟ୍ରେ ଜଣେ ଲେଖାଏଁ ଲୋକ ମରିଯାଉଛନ୍ତି ଏହି ଜଳାନ୍ତ ରୋଗରେ ସେଥିପ୍ରତି ଆମକୁ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ। କିନ୍ତୁ ଟୀକା ଦିଆଥିବା କୁକୁର ଯଦି କାମୁଡ଼ି ଦେଲା ତାହେଲେ ଆମକୁ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ପଡ଼ିବ ନା ନାହିଁ। ମୁଁ ଏଇଠି କହିବି ଯେ ଯେଉଁ ପ୍ରାଣୀଟିକୁ ଆପଣ ଟୀକା ଦେଇଛନ୍ତି ସେ ଟୀକାଟି ଠିକ୍ ଭାବେ ବରଫରେ ଶୀତ ତାପ ନିୟନ୍ତ୍ରିତ ଅବସ୍ଥାରେ ସେ ଟୀକାଟି ଠିକ୍ ଥିଲା କି ଠିକ୍ ଭାବେ ସଂରକ୍ଷିତ କରି ରଖାଯାଇଥିଲା କି ବା ଯେଉଁ ଟୀକା ଦିଆଯାଇଛି ସେ ଟୀକାଟା ଠିକ୍ କି ତେଣୁକରି ଯଦି ତାପରେ ଆମକୁ ଗ୍ୟାରେଣ୍ଟି ଦେଇପାରିବା ନାହିଁ ତାହେଲେ ଯେଉଁ ପାଳିଥିବା ପ୍ରାଣୀଟି ମାନେ ଏଇ ଯେଉଁ ଜଳାନ୍ତ ରୋଗରେ ପୀଡ଼ିତ ନହେବ ବୋଲି କ'ଣ ମାନେ ଅଛି। ତେଣୁକରି ଯଦି ସେ ପୋଷା ପ୍ରାଣୀ କୁକୁରଟିଏ ହେଉ ବିଲେଇଟିଏ ହେଉ ଯଦି କାମୁଡ଼ି ଦେଲା ଆମର ମାଲିକଙ୍କୁ ବା ଯେକୌଣସି ଲୋକଙ୍କୁ ତାହେଲେ ତାକୁ ନିୟମ ଅନୁସାରେ ଆମେ ପ୍ରତିଷେଧକ ଟୀକା ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ ନେବାକୁ ପଡ଼ିବ। ତେଣୁକରି ମୁଁ ମୋର ସମସ୍ତ ପ୍ରାଣୀ ପାଳକ ଯେଉଁମାନେ ପୋଷା ପ୍ରାଣୀ ରଖିଛନ୍ତି ମୁଁ ତାଙ୍କୁ ନିବେଦନ ସେମାନେ ନିଶ୍ଚିତ ଯେତେବେଳେ କୁକୁରଟି କାମୁଡ଼ି ଦେଉଛି ସେମାନେ ନିକଟସ୍ଥ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ସେଠି ଯାଇ ପରାମର୍ଶ କ୍ରମେ ଟୀକା ନେବେ। କାହିଁକିନା ମନୁଷ୍ୟ ଜୀବନ ହେଉଛି ଦୁର୍ଲଭ ବହୁତ ମୂଲ୍ୟବାନ। ତେଣୁକରି ଆମେ ଯଦି ସେଇ କଥାକୁ ନ ଭାବିକି ଆମେ ଟୀକା ନ ନେବା ହେୟଜ୍ଞାନ କରିବା ତେଣୁକରି ଆମକୁ ନେବାକୁ ପଡ଼ିବ। ଏ ବିଷୟରେ କହିଛନ୍ତି ଆହୁରି ବି ଅନେକ ଦର୍ଶକ ବନ୍ଧୁ ଯେଉଁମାନେ ମୋ ସହିତ ସଂସ୍ପର୍ଶରେ ଆସିଛନ୍ତି ମୋତେ ମଧ୍ୟ ପଚାରିଛନ୍ତି ଆଉ ଗୋଟେ ଯେ ଯେଉଁ ଗାଈଟି
ମନେକ କ୍ଷୀର ଦେଉଛି, ସେ ମାଲିକ ଘରେ କ୍ଷୀର ଦେଉଛି, ମାଲିକ ସେ କ୍ଷୀର ବ୍ୟବହାର କରୁଛି ଏବଂ ପାଖ ପଡ଼ିଶା ଘର ହେଉ ହୋଟେଲ ସେ କ୍ଷୀର ମଧ୍ୟ ଦେଉଛି। ଯଦି କୌଣସି କୁକୁର ଏଇ ଯେଉଁ ଜଳଜନିତ ରୋଗରେ ପୀଡ଼ିତ କୁକୁର ସେ ଗାଈଠୁ କାମୁଡ଼ିଛି ଏବଂ 10 ଦିନ ଭିତରେ କୁକୁରଟି ମରିଯାଇଛି, ତାହେଲେ ଏଇଟା ହେଉଛି ବିପଜ୍ଜନକ ଅବସ୍ଥା। ଗାଈ ଠାରେ ଯେଉଁ କାମୁଡ଼ିଲା ଗୋଡ଼େଇକି ସେଠି ସେ ଭୂତାଣୁଟି ସେଠି ଛାଡ଼ିଲା, ସେଇ ଭୂତାଣୁଟି ମୁଁ କହିଛି ରକ୍ତରେ ଆସିବ, ତାର କ୍ଷୀରରେ ଆସିବ, ତାର ଲାଳ ମଳ ୟୁରିନ୍ ସବୁଥିରେ ସେ ଭୂତାଣୁ ପଳେଇ ଆସିବାର ସମ୍ଭାବନା ଅଛି। ତେଣୁକରି ଯେତେବେଳେ ଗାଈଟାକୁ କାମୁଡ଼ି ଦେଲା ତାକୁ ଆଣ୍ଟିରାବିଜ ଟୀକା ଦିଆହେବ। ବାକି ଯେଉଁମାନଙ୍କୁ କ୍ଷୀର ଦେଇଛନ୍ତି ମାଲିକ ବା ନିଜେ ସେବନ କରିଛନ୍ତି, ତାହେଲେ ଆପଣମାନଙ୍କୁ ସେଇ ଆଣ୍ଟିରାବିଜ ଭ୍ୟାକ୍ସିନ୍ ଆପଣ ନିଜେ ନେବା ସଙ୍ଗେ ସଙ୍ଗେ ଯେଉଁ ପଡ଼ିଶା ଘରେ ଯେଉଁ କ୍ଷୀର ବାଣ୍ଟିଥିବା କ୍ଷୀର ବା ଯେଉଁମାନେ ତାକୁ ବ୍ୟବହାର କରିଥିବା କ୍ଷୀର ସେ ଲୋକଙ୍କୁ ମଧ୍ୟ ପ୍ରତିଷେଧକ ଟୀକା ନେବାକୁ ପଡ଼ିବ। ଯଦି କୁକୁରଟି ବା ବିଲୁଆଟି ବା ଯେକୌଣସି ବିଲେଇଟି କାମୁଡ଼ି ଦେଇଛି, ତାହେଲେ ଯେଉଁ କ୍ଷୀର ଯେଉଁ ଗାଈର ଯେଉଁ କାମୁଡ଼ିଛି ତାହେଲେ ସେ କ୍ଷୀର ତାକୁ ବ୍ୟବହାର କରିବା ଉଚିତ ନୁହଁ ଏବଂ ତା'ର ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରିବା ଉଚିତ। ତାପରେ କିଛି ଦିନ ଗଲା ପରେ ତା'ର ପରୀକ୍ଷା ନିରୀକ୍ଷା ହେଲା ପରେ କ୍ଷୀର ନିରାପଦ ଅଛି ନାହିଁ ତାକୁ ମଧ୍ୟ ବୁଝିବାକୁ ହେବ। ଏତିକି କହିବି, ଜୀବାଣୁ ଭଗବାନ ଗୋଟେ ଦେଇଛନ୍ତି ଏତିକି ଅମୂଲ୍ୟ ବରଦାନ ଆମକୁ ଯେ ଜଳାନ୍ତ ରୋଗର ଭୂତାଣୁ ଯଦି କୌଣସି ଗରମରେ ଆସିଗଲା, ହିଟ୍ କରିଦେଲେ, ଉତ୍ତାପ ସଂସ୍ପର୍ଶରେ ଆସିଲା, ସେ ସଙ୍ଗେ ସଙ୍ଗେ ମରିଯାଆନ୍ତି। ତେଣୁକରି ଏଇଟା ହେଉଛି ଆମ ପାଇଁ ଗୋଟେ ଅମୋଘ ଅସ୍ତ୍ର ଭଗବାନ ସୃଷ୍ଟି କରିଛନ୍ତି। ତେଣୁକରି କ୍ଷୀରକୁ ଯେତେବେଳେ ଯେଉଁମାନେ ଫୁଟେଇ ଖାଇଛନ୍ତି ସେଇଟା ତାଙ୍କ ପାଇଁ ନିରାପଦ, ଯେଉଁମାନେ କଞ୍ଚା କ୍ଷୀର ସଂସ୍ପର୍ଶରେ ଆସିବେ ହୁଏତ ନିରାପଦ ନୁହଁ। ତେଣୁକରି ଆମେ ଯେଉଁ ରାବିଜ ବା ଜଳାନ୍ତ ସଂକ୍ରମିତ ଗାଈର କ୍ଷୀର ତାକୁ ବ୍ୟବହାର କରିବା ଅନୁଚିତ ଏବଂ ଯେଉଁମାନେ ବ୍ୟବହାର କରିଛନ୍ତି ସେମାନେ ମଧ୍ୟ ଜଳାନ୍ତକ ରୋଗର ଟୀକା ସଙ୍ଗେ ସଙ୍ଗେ ନେବା ଦରକାର।